মন মন চৈতনে লগাও ধ্যান শ্রীহরি পাটଣାপুর শ্রীহরি পাটଣାপুর তাঙ্ক আশ্রম মন মন চৈতনে লগাও ধ্যান লাভ ক্ষতি জমা ନାହିଁ মূଳ ସବୁବେଳେ ଥାଇ ନିର୍ବିକାର ନନ୍ଦପୁରେ ପ୍ରାୟ ସମାନ ମନ ମନ ଚୈତନେ ଲଗାଅ ଧ୍ୟାନ ଯୋଗାଙ୍ଗରେ ରହିଛନ୍ତି ଲୟାଙ୍ଗରେ ସେ ଅଛନ୍ତି ଗୋଲାହାଟ ପରେ ତାଙ୍କୁ କର ଦର୍ଶନ ମନ ମନ ଚୈତନେ ଲଗାଅ ଧ୍ୟାନ ବାଙ୍କୁ ନଳେ ଆସେ ଯାଏ ରେ ଭଜନକୁ ଭଜୁଥାଏ ବଳିଆ ଦାସ ଭଜୁଛି ସେହି ଭଜନ ମନ ମନ ଚୈତନେ ଲଗାଅ ଧ୍ୟାନ ଯିଏ ମନ ଆଉ ଚୈତନ୍ୟ ଉଭୟକୁ ଏକ କରିଦେଇଛି ସେହି ହିଁ ବ୍ରହ୍ମପଦ ପାଇଛି। ପ୍ରମାଣ ସ୍ୱରୂପ ସେଇଦିନ ରାଜା ଦଶରଥ ରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ ଚାରି ପୁଅକୁ ଧରି ସାଙ୍ଗରେ ରଥରେ ଯାଉଥାନ୍ତି ଉପବନ ଭିତରେ। ଦୃଷ୍ଟି ଆଗ୍ରରେ ପଡିଗଲା ଗୋଟେ ପାଚିଲା ପିଜୁଳି। ସ୍ନେହରେ ରାଜା ଦଶରଥ ପିଜୁଳିଟାକୁ ଛିଣ୍ଡେଇ ଆଣି ରାମକୁ ଦେଇଦେଲେ। କହିଲେ ରାମ ଖାଇଦେ ପିଜୁଳି। ଭଗବାନ ରାମ ସରର ତୀକ୍ଷ୍ଣ ମୁନରେ ସେ ପିଜୁଳିକି ଚାରି ଖଣ୍ଡ କରି କାଟିଦେଲେ। କହିଲେ ଭାଇ ଆସ। ସବୁ ଭାଇ ମାନଙ୍କୁ ଦେଲେ। ଲକ୍ଷ୍ମଣ ଭାଗ ଲକ୍ଷ୍ମଣ ଖାଇଦେଲା, ଶତ୍ରୁଘ୍ନ ଭାଗ ଶତ୍ରୁଘ୍ନ ଖାଇଦେଲା, ଭରତ କିନ୍ତୁ ଖାଇଲାନି। କହିଲା ନା ଭାଇ ମୁଁ ଖାଇପାରିବିନି। ବାପାଙ୍କର ଆଦେଶ ରାମ ତୁ ଏ ପିଜୁଳିଟା ଖା। ମୁଁ ଯଦି ଏ ପିଜୁଳିଟାକୁ ଅଧା ଖାଇଦିଏ ତାହେଲେ ମୋ ବାପାଙ୍କର ଅଶାନ୍ତି ମୋ ଉପରେ ପଡିବନି। ନା ଭାଇ। ରାମ କହିଲେ ଆରେ ମତେ ପରୀକ୍ଷା କରିଥିଲେ ବାପା, ଗୋଟାଏ ପିଜୁଳି ଚାରି ପୁଅ କେମିତି ଖାଇବେ, ତେଣୁ ମୁଁ ଚାରି ଖଣ୍ଡ କରି କାଟିକି ତମକୁ ଦଉଛି ଖାଇବାକୁ ରାମ କହିଦେଲେ ଭଗବାନ। ସେଇଠି ଉତ୍ତର ଦେଲା ଭରତ, ଭାଇ କଥାଟେ କହିବି ରଖିବ। ଆଜି ସିନା ପିଜୁଳିଟା ଚାରି ଖଣ୍ଡ ହେଇ କାଟିକି ତମେ ଦେଇଦେଲ, ବାଣ୍ଟି ଦେଲ, ଆସନ୍ତା କାଲି ବା କିଛି ଦିନ ପରେ ବାପା ଦଶରଥ ତୁମକୁ ଅଯୋଧ୍ୟା କଟକର ରାଜା କରିବେ। ତୁମେ ଘରର ବଡ ପୁଅ, ତୁମର ନ୍ୟାର୍ଯ୍ୟ ଅଧିକାର। କିନ୍ତୁ କହ ଭାଇ
जो पिजुलीटा काटिकी जेमती देदेल सेमिति अयोध्या राज्यटाକୁ ଆଉ କାଟି ଖଣ୍ଡ ଖଣ୍ଡ କରିକି ଦେଇଦବନି ତ सही पारिबिनी मु आत्महत्या करदेवी मते कथा देले मु पिजुलीटी खाइबी तो स्वयं भगवान स्वयं ब्रह्म राम शब्द उच्चारण करदेले ये केते जे पुण्य सृष्टि हुए ता केही जानी पारंती नहीं जहां बलराम दास कहले राम हूँ निगम से आगम प्रथा नुह निगम बोली जहा कही महाशून्यटी से अटई वेदमती कि न मगिलाम तेणु निगम नाम हेलाम वेद जही कि न गमिलाम तहु निगम नाम हेलाम कल्पत रुटी जहा कही निराकार रूप अटई केते संधि केते पाठ केते कथा या भितर छपी रही से ही मर्यादा पुरुष भगवान।